ଦେଖନ୍ତୁ 2047 ବିକଶିତ ଭାରତ ଆଉ 2036 ବିକଶିତ ଓଡ଼ିଶା ବିକଶିତ ଗାଁ ସେ ଯେଉଁ ବ୍ୟବସ୍ଥା ଏତେ ସ୍ୱପ୍ନକୁ ରାତି ନାହିଁ। ଜିପିଡିପି କଥା ଯେଉଁ କହିଲେ କେବଳ ଯେ ଭଦ୍ରକ ଜିଲ୍ଲା ପଛ ପଡ଼ିଛି ତାହା ନୁହେଁ, ସାରା ଓଡ଼ିଶାର ଡାଟା ଆପଣ ନେବେ। ଆଗେ ସରକାର ସ୍ପଷ୍ଟୀକରଣ କରନ୍ତୁ ଏ ଅର୍ଥ କେଉଁଠୁ ଆସିବ। 3 କୋଟି ଲେଖା ଯେଉଁ ଦେବେ ଆପଣ ସାରା ଓଡ଼ିଶାରେ ଯେତିକି ପଞ୍ଚାୟତ ଅଛି ତାର ହିସାବ କରନ୍ତୁ, ବର୍ଷକୁ କେତେ ଟଙ୍କାର ଆବଶ୍ୟକତା ରହିଛି ଏବଂ ସେ ଆବଶ୍ୟକତାଟା କେଉଁଠୁ ଭରଣା କରାଯିବ। ଇଏ ହେଲା ପ୍ରଥମ କଥା। କେବଳ ଘୋଷଣା ନାମରେ ବିଭିନ୍ନ ଯୋଜନା ସରକାର ଚଲେଇଛନ୍ତି, ଘୋଷଣା ନାମରେ କିନ୍ତୁ ପ୍ରକୃତରେ କାମ କରିବାରେ ବିଫଳ। 1000 କୋଟି ଟଙ୍କାର ବନ୍ୟା ପ୍ୟାକେଜ ଘୋଷଣା କରାଯାଇଛି, କାହା କାମରେ ଲାଗିବ? ଲୋକ ତ ଆଜି ଚିତ୍କାର କରୁଛନ୍ତି ବିସ୍କୁଟ ଖଣ୍ଡେ ପାଇଛନ୍ତି। ତେଣୁ ଯେଉଁ ଜିପିଡିପି କଥା କହୁଛନ୍ତି, ସରକାର ଅଫିସରମାନଙ୍କୁ ଗୋଟେ ବର୍ତ୍ତମାନ ସୁବିଧା ରାସ୍ତା ମିଳିଛି ଯେ ବନ୍ୟାର ଆଳ ଦେଖିକି ସେ ଖସିଯିବା ପାଇଁ ବ୍ୟବସ୍ଥା କରିବେ। ପ୍ରକୃତରେ ବିକାଶ ପ୍ରତ୍ୟେକ ବ୍ଲକରେ ଅପହଞ୍ଚ ହେଇଛି ଏବଂ ଯେଉଁ ବ୍ଲକ ଗୁଡ଼ିକ ପ୍ରସ୍ତୁତ ଥିଲେ ଯେ କିଛି କାମ କରିବା ପାଇଁ ତାକୁ ଏଇ ଯେଉଁ ଅଫିସ ମହଲରେ ଯେଉଁ କାର୍ଯ୍ୟକ୍ରମ ଚାଲିଛି ଏ କୌଣସି ଉପରେ ଏଇଟା ସଫଳ ହୋଇପାରିବନି ଏବଂ ସରକାରଙ୍କର ନିର୍ଦ୍ଦେଶନାମା କ'ଣ ଅଛି ଆଉ ତାକୁ କିଏ ପାଳନ କରୁଛି ସେଇଟା ସରକାର ହିଁ ନିଜେ ବୁଝିପାରୁଛି। ଦେଖନ୍ତୁ ବିରୋଧୀ ତ ବିଭିନ୍ନ ପ୍ରସଙ୍ଗରେ ବିଭିନ୍ନ କଥା ଉଠାଇ ସାରିଲା ପରେ এই MMDRକୁ ଦେଖନ୍ତୁ ଯେଉଁ ଗୋଟେ ମାନେ ଓଡ଼ିଶାଟାକୁ ବିକ୍ରି କରିଦିଆଗଲା একরকম କହିଲେ 1 ଲକ୍ଷ କୋଟି ଟଙ୍କା ଯେଉଁ ବ୍ୟବସ୍ଥା ଯେଉଁ ଅବ୍ୟବସ୍ଥା ଭିତରକୁ ପଳେଇଲା, ରାଜସ୍ୱ ହରାଇଲା ଏବଂ ଆଗକୁ ପ୍ରତିବର୍ଷ ଯେଉଁ 1000 କୋଟି ଟଙ୍କା ରାଜ୍ୟ ସରକାର ହରାଇବେ ରାଜକୋଷରୁ, କିଏ ଚିନ୍ତା କରିଛି ସେ ବାବଦରେ? 20ଟା ସାଂସଦ ନୀରବ ଦସ୍ତା ସାଜୁଛନ୍ତି, ତାହେଲେ ଦେଶକୁ ବିକ୍ରି କରୁଛନ୍ତି, ଓଡ଼ିଶାକୁ ବିକ୍ରି କରିବା ପାଇଁ ବ୍ୟବସ୍ଥା କରୁଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ କ'ଣ ପାଇଁ ଏବେ ନୀରବ ଅଛନ୍ତି? ଆମେ ସ୍ୱତନ୍ତ୍ର ଅଧିବେଶନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ, ବାଚସ୍ପତିଙ୍କୁ ଏବଂ ରାଜ୍ୟପାଳଙ୍କୁ ଭେଟି ଆମେ ନିବେଦନ କରିଛୁ ଯେ ସ୍ୱତନ୍ତ୍ର ଅଧିବେଶନ ଡକାଯାଇ ଆଲୋଚନା କରାଯାଉ। ମହିଳା ସଂରକ୍ଷଣ ବିଲ୍ ବେଳକୁ ରାତି ଅଧରେ ସ୍ୱତନ୍ତ୍ର ଅଧିବେଶନ ଡକାଇ ଗୋଟେ ଆଲୋଚନା କରିବାର ବ୍ୟବସ୍ଥା କରିଦିଆଗଲା, କାରଣ ଗୋଟେ କଂଗ୍ରେସକୁ ଗାଳି ଦେବାର ଗୋଟେ ବ୍ୟବସ୍ଥା ସୃଷ୍ଟି କରିଦିଆଯାଇଥିଲା। ମହିଳାମାନଙ୍କ ପାଇଁ କେତେ ସେମାନେ ଯତ୍ନଶୀଳ ବା ଯତ୍ନବାନ ସେଇଟା ଆମମାନଙ୍କୁ ଜଣାଅଛି। ମହିଳା ବର୍ତ୍ତମାନ ରାଜରାସ୍ତାରେ ଅସୁରକ୍ଷିତ ଅବସ୍ଥାରେ ବୁଲୁଛନ୍ତି, ସେ କଥା ରାଜ୍ୟ ସରକାରକୁ ଚିନ୍ତା କରୁନାହିଁ, କିନ୍ତୁ ମହିଳାମାନଙ୍କୁ ଡାକି ତାଙ୍କ ବିଲ୍ ସଂରକ୍ଷଣ ପାସ୍ ଆଳରେ ବିଭିନ୍ନ କଥା ପ୍ରସ୍ତୁତ କରାଯାଉଛି। ଆଉ ଯେତେବେଳେ ରାଜସ୍ୱ ହାନି ହେଇଛି, ଆମ ଶିକ୍ଷିତ ବେକାରମାନେ ବର୍ତ୍ତମାନ ବେକାର ହେଇକି ବୁଲୁଛନ୍ତି, ଶିକ୍ଷା ବ୍ୟବସ୍ଥା ଭୁଷୁଡ଼ିଛି, ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଷୁଡ଼ିଛି, ଗମନାଗମନ ବ୍ୟବସ୍ଥା ନ କହିବା ଭଲ। ଆଉ ନଦୀ ବନ୍ଧ ବାଡ଼ କଥା ଏ ବନ୍ୟାରୁ ଆପଣ ଜାଣିପାରୁଥିବେ ଯାହା ଅବସ୍ଥା ହେଇଛି। 2047କୁ ନଜର ରଖି ବିକଶିତ ଭାରତ ପାଇଁ ସରକାର ଏହି ନିୟମଟି କରିଛନ୍ତି ଏବଂ ବହୁତ ଚମତ୍କାର ଆଇନ ଏବଂ ଏଥିରେ ଦେଶ ରାଜ୍ୟ ସମେତ ସମସ୍ତେ ଲାଭ ପାଇବେ। କିନ୍ତୁ ବିରୋଧୀ GST ସମୟରେ ଯେଉଁଭଳି ହେଉଥିଲେ ବର୍ତ୍ତମାନ এই ଆଇନ ସମୟରେ ମଧ୍ୟ ସେଇଭଳି ହେଉଛନ୍ତି, କିଛି ନ ବୁଝିଛି। ଦେଖନ୍ତୁ 2047 ବିକଶିତ ଭାରତ ଆଉ 2036 ବିକଶିତ ଓଡ଼ିଶା ବିକଶିତ ଗାଁ ସେ ଯେଉଁ ବ୍ୟବସ୍ଥା ଏତେ ସ୍ୱପ୍ନକୁ ରାତି ନାହିଁ।